ଜୟ ଜଗନ୍ନାଥ ପିଲାମାନେ ତମ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଗୋଟେ ବହୁତ ହି ଇମ୍ପୋର୍ଟାଣ୍ଟ ଭିଡ଼ିଓକୁ। ପିଲାମାନେ ଆଜି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଆପଣ କେମିତି କେମିତି ଅତି ସହଜରେ ଆପଣ OTET 2025 କୁ ଆପଣ କେମିତି କ୍ଲିୟର କରିବେ ବହୁତ ହି ଇଜି ୱେରେ। ଠିକ୍ ଅଛି ନା, ବେଶୀ ଜିନିଷ ବା ବେଶୀ ଭିଡ଼ିଓକୁ ଲମ୍ବା କରିବାନି, ଯେତିକି ଯେତିକି ପଏଣ୍ଟ ଇମ୍ପୋର୍ଟାଣ୍ଟ ସେତିକି ସେତିକି ବିଷୟରେ କଥା ହେଇକି ଭିଡ଼ିଓଟାକୁ ଏଣ୍ଡ କରିବା। ଠିକ୍ ଅଛି, ଏଇଟା ହେଲା ପିଲାମାନେ ପେପର 1 ପିଲାମାନେ ସିଲାବସ୍ ଆପଣମାନେ ଚାହିଁଲେ ପଢ଼ିପାରିବେ। ଠିକ୍ ଅଛି, ଗୋଟେ ମିନିଟ୍। ହଁ, ଏଇଟା ଖାଲି ଜାଗା ଅଛି, ଏଇଠି ପିଲା ଆମେ ଚାଲନ୍ତୁ ଡିସ୍କସନ୍ କରିବା। ଦେଖନ୍ତୁ, ଆପଣ ଯେକୌଣସି ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଥାନ୍ତୁ, ଆପଣ ଯଦି ସେ ଏକ୍ଜାମ୍ଟାକୁ କ୍ଲିୟର କରିବେ, ଆପଣ କେମିତି କ୍ଲିୟର କରିବେ? ଆପଣଙ୍କୁ ନର୍ମାଲି ତିନୋଟି ଜିନିଷ ଦରକାର। ଯଦି ଗୋଟେ ଏକ୍ଜାମ୍କୁ ଆପଣ କ୍ଲିୟର କରିବେ, ଆପଣଙ୍କୁ ନର୍ମାଲି ତିନୋଟି ଜିନିଷ ଦରକାର। ପ୍ରଥମ ହେଲା ସେ ଏକ୍ଜାମ୍ର ସିଲାବସ୍ କ'ଣ, ସିଲାବସ୍ କ'ଣ ଦେଇଛି, ଆଉ ସିଲାବସ୍ରେ ଯାହା ଯାହା ବି କନସେପ୍ଟ ଦେଇଛି ତାକୁ କ୍ଲିୟର କରିବା। ଠିକ୍ ଅଛି, ଯଦି ଆପଣ ଯେ ବି ଏକ୍ଜାମକୁ ପ୍ରିପାରେସନ୍ କରୁଛନ୍ତି, ଯେଉଁ ବି ଏକ୍ଜାମ୍ ପାଇଁ ଆପଣ ପ୍ରିପାରେସନ୍ କରନ୍ତୁ, ଆପଣ ପ୍ରଥମେ ତାର ସିଲାବସ୍ରେ ଯେଉଁ କନସେପ୍ଟ ଦେଇଛି ତାକୁ ଫାଷ୍ଟ ଆପଣ କ୍ଲିୟର କରିବେ। ଠିକ୍ ଅଛି, ଏଇଟା ହେଲା ଫାଷ୍ଟ ଷ୍ଟେପ୍। ମାନେ ଅଟୋମେଟିକଲି ଆର ମିନିଂ ହେଲା ଯେ ଆପଣ ସବୁ ତ ସିଲାବସ୍ କମ୍ପ୍ଲିଟ୍ କରିବେ, ସିଲାବସ୍କୁ କମ୍ପ୍ଲିଟ୍ କରିବେ। ଏଇଟା ହେଲା ପ୍ରଥମ ଷ୍ଟେପ୍। ଆପଣ ଯେଉଁ ବି ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରନ୍ତୁ, ଆପଣ OTET ପାଇଁ ପ୍ରିପାରେସନ୍ କରୁଥାନ୍ତୁ କି OSTET, ଠିକ୍ ଅଛି, କି ଆପଣ ଜୁନିୟର ଟିଚର ହଉ କି ସ୍କିମାଟିକ୍ ଟିଚର ହଉ କି PGT ହଉ କି TGT ହଉ କି ଯାହା ବି ହଉ, ଯେଉଁ ବି ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଥାନ୍ତୁ, ଆପଣଙ୍କର ପ୍ରଥମ ଷ୍ଟେପ୍ ହେଲା ଆପଣ ସିଲାବସ୍ଟାକୁ ଭଲସେ ଶେଷ କରିବେ। ସିଲାବସ୍ରେ ଯେଉଁ ବି କନସେପ୍ଟ ଗୁଡ଼ା ଅଛି ତାକୁ ଭଲସେ ଆପଣ କ୍ଲିୟର କରିବେ। ଠିକ୍ ଅଛି, ପ୍ରଥମ ଷ୍ଟେପ୍ ହେଲା ସିଲାବସ୍। ସେକେଣ୍ଡ ଷ୍ଟେପ୍ କ'ଣ ପିଲାମାନେ, ଆପଣ ସେ ଏକ୍ଜାମ୍ ଯେଉଁ ଆପଣ ସପୋଜ୍ OTET ପାଇଁ ଦେଲେ, OTET ପାଇଁ ଯଦି ଆପଣ ପ୍ରିପାରେସନ୍ କରୁଛନ୍ତି, OTET ଏକ୍ଜାମ୍ର ଯେଉଁ ପୂର୍ବ ଏକ୍ଜାମ୍ ଗୁଡ଼ା ହେଇଛି, ଯେତିକ ବି ଆଠୁ ପୂର୍ବ ଏକ୍ଜାମ୍ ହେଇଛି, ତାର ସବୁତିକ କୋଶ୍ଚିନ୍, ତାର PYQ ପ୍ରିଭିୟସ୍, ଗୋଟେ ମିନିଟ୍ ଦେଖନ୍ତୁ, ଯେତିକି ବି ଏକ୍ଜାମ୍ ହେଇଛି OTETକୁ ନେଇକି ତାର ପ୍ରିଭିୟସ୍ PYQ ଆପଣ ଆଇଦର ଆପଣ ତାକୁ ଯେଉଁ କଣଟି ମକ୍ ଟେଷ୍ଟ ହିସାବରେ ଦେଖି କମ୍ପ୍ଲିଟ୍ କରିଥିବେ, ବା ଆପଣ ଯେଉଁ ସାର୍ଙ୍କଠୁ ବି PYQ କମ୍ପ୍ଲିଟ୍ କରିଥିବେ ତାର ପ୍ରପର ନୋଟ୍ସକୁ ଆପଣ ନିଜ ଖାତାରେ ଲେଖିଥିବେ। ଠିକ୍ ଅଛି, ପ୍ରଥମ ଷ୍ଟେପ୍ କ'ଣ ପିଲାମାନେ, ଆପଣ ସିଲାବସ୍ କମ୍ପ୍ଲିଟ୍ କରିଥିବେ। ସେକେଣ୍ଡ ଷ୍ଟେପ୍ରେ କ'ଣ, ଯେତିକି ବି ପ୍ରିଭିୟସ୍ ଇୟର୍ ହେଇଛି, OTET ହଉ, OTET ପାଇଁ ଯଦି ପ୍ରିପାରେସନ୍ କରୁଛନ୍ତି ତ OTETର ଯେତିକି ବି ପ୍ରିଭିୟସ୍ ଇୟର୍ ହେଇଛି ସବୁତିକ କୋଶ୍ଚିନ୍କୁ ଆପଣ ପ୍ରାକ୍ଟିସ୍ କରିଥିବେ ଆଉ ଆପଣ ନୋଟ୍ ବନେଇଥିବେ। ଠିକ୍ ଅଛି, ଥାର୍ଡ଼ ଷ୍ଟେପ୍ଟା ପିଲାମାନେ ଆପଣମାନେ ସମସ୍ତେ ଜାଣିଛନ୍ତି କି ରିଭିଜନ୍। ଠିକ୍ ଅଛି, ଥାର୍ଡ଼ ଷ୍ଟେପ୍ଟା ହେଲା ରିଭିଜନ୍ ବା କୋଶ୍ଚିନ୍ ପ୍ରାକ୍ଟିସ୍ଟା ପିଲାମାନେ ମାଇନେ ରଖେନି। ଯଦି ଆପଣ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ଗୁଡ଼ା ପ୍ରାକ୍ଟିସ୍ କରୁଛନ୍ତି ତ ଆପଣଙ୍କୁ ଅଲଗା କୌଣସି କୋଶ୍ଚିନ୍ ପ୍ରାକ୍ଟିସ୍ କରିବାଟା ସେତେ ଦରକାର ପଡ଼େନି, କିନ୍ତୁ କୋଶ୍ଚିନ୍ ପ୍ରାକ୍ଟିସ୍ଟା ବି ଇମ୍ପୋର୍ଟାଣ୍ଟ ରୋଲ୍ ପ୍ଲେ କରେ। ଠିକ୍ ଅଛି, କିନ୍ତୁ ଆପଣ ରିଭିଜନ୍ଟା ମଷ୍ଟ, ରିଭିଜନ୍ଟା କମ୍ପଲସରି। ରିଭିଜନ୍ କ'ଣ କରିବେ ପିଲାମାନେ, ଆପଣ ଯେଉଁ ସିଲାବସ୍ କନସେପ୍ଟ କ୍ଲିୟର କରିଥିବେ ତାର ନୋଟ୍ସକୁ ରିଭାଇଜ୍ କରିବେ। ଯେତେବେଳେ ଆପଣ ପ୍ରିଭିୟସ୍ ଇୟର୍ PYQ ସଲ୍ଭ କରିଥିବେ, ଯେଉଁ କୋଶ୍ଚିନ୍ ଗୁଡ଼ା ଆପଣଙ୍କୁ ହାର୍ଡ଼ ଲାଗିଥିବ ବା ଯେଉଁ କୋଶ୍ଚିନ୍ ଗୁଡ଼ା ଆପଣଙ୍କ ଦ୍ୱାରା ହେଉନଥିବ, ସେଇ କୋଶ୍ଚିନ୍ଟାକୁ ଲେଖିଥିବେ ଆଉ ତା ତଳେ ତାର ଆନ୍ସରଟାକୁ ପୁରା ଡିଟେଲରେ ଆପଣ ଏକ୍ସପ୍ଲେନ୍ କରିକି ଲେଖିଥିବେ। ବା ଆପଣ ଯେତେ ସବୁ ହାର୍ଡ଼ କୋଶ୍ଚିନ୍ ଗୁଡ଼ା, ଯେଉଁ କୋଶ୍ଚିନ୍ ଗୁଡ଼ା ଆପଣଙ୍କ ଦ୍ୱାରା ହେଲାନି, ସେଇ କୋଶ୍ଚିନ୍ ଆଉ ତାର ଆନ୍ସର ଗୁଡ଼ା ଆପଣଙ୍କ ନୋଟ୍ସରେ ଥିବ, ଆଉ ତାକୁ ଭଲସେ ରିଭାଇଜ୍ କରୁଥିବେ ବା ରିଭିଜନ୍ଟା ତାକୁ ସେମିତି କରିବେ। ନର୍ମାଲି ଏଇ ତିନୋଟି ଷ୍ଟେପ୍ରେ ଆପଣ ଗଲେ ଆପଣଙ୍କର OTETଟା କ୍ଲିୟର ହେବ। ଠିକ୍ ଅଛି, ନର୍ମାଲି ଏଇଟା ହେଲା ରୋଡ୍ ମ୍ୟାପ୍ଟା। ଏବେ ହେଲା ଆମେ କରିବା କ'ଣ, ବା ଯଦି ଆପଣ ତ ଏଇ ତିନିଟା ଷ୍ଟେପ୍ରେ ଯିବେ, ମୁଁ ଆପଣଙ୍କ ପାଇଁ କରିବି କ'ଣ? ଆପଣଙ୍କୁ ଭିଡ଼ିଓ ଟାଇଟେଲ୍ ବା ଭିଡ଼ିଓର ଥମ୍ବନେଲ୍ରେ ଦେଖାଯାଇଥିବ କି ଭିଡ଼ିଓରେ ମୁଁ ଲେଖିଛି କି ଆପଣଙ୍କର OTET ଗ୍ୟାରେଣ୍ଟେଡ୍ କ୍ଲିୟର ହେବ। ମୁଁ ଆପଣଙ୍କୁ ଭିଡ଼ିଓ ଥମ୍ବନେଲ୍ରେ ଲେଖିଛି, ତ କେମିତି କ୍ଲିୟର ହେବ ବା କ'ଣ ଷ୍ଟ୍ରାଟେଜି ରହିବ, ଏବେ ଚାଲନ୍ତୁ ସେଇ ବିଷୟରେ କଥା ହେବା। ପ୍ରଥମେ ତ ଆପଣ ପ୍ରଥମ ଷ୍ଟେପ୍ଟା କ୍ଲିୟର କରିବେ କେମିତି, ଦେଖନ୍ତୁ ଷ୍ଟେପ୍ 1ଟା ଯେଉଁ ରହିଲା ଆପଣଙ୍କର ସିଲାବସ୍ କମ୍ପ୍ଲିଟ୍ କରିବେ। ଗୋଟେ ମିନିଟ୍ ଟିକେ ଖାଲି ଜାଗା ଦେଖନ୍ତୁ। ଷ୍ଟେପ୍ 1ରେ ପିଲାମାନେ ମୁଁ କ'ଣ କହିଥିଲି, କୁଆଡ଼େ ଗଲା, ଏଇଠି ଦେଖନ୍ତୁ, ଗୋଟେ ମିନିଟ୍। ଷ୍ଟେପ୍ 1ରେ ପିଲାମାନେ ମୁଁ କ'ଣ କହିଲି ଆପଣଙ୍କୁ, ସିଲାବସ୍ଟା କମ୍ପ୍ଲିଟ୍ କରିବେ। ସିଲାବସ୍ଟା ଆପଣ କମ୍ପ୍ଲିଟ୍ କରିବେ। କେମିତି କମ୍ପ୍ଲିଟ୍ କରିବେ ପିଲାମାନେ, ମୁଁ ୟୁଟ୍ୟୁବରେ ନୁହଁ, ସବୁତିକ ସିଲାବସ୍କୁ ଫ୍ରିରେ ଆପଣଙ୍କର କମ୍ପ୍ଲିଟ୍ କରିଦେବି। ଆଉ 5 ରୁ 6 ଦିନ ଭିତରେ, 5 କି 6 ଦିନ ଭିତରେ ଯେତିକ ବି ସବୁ ଫ୍ରିରେ, ମାନେ ସବୁ ତ ସିଲାବସ୍ କମ୍ପ୍ଲିଟ୍ କରିବା ମୋ ପାଖରେ ସମ୍ଭବ ନୁହଁ, କିନ୍ତୁ ମୁଁ ଆପଣଙ୍କୁ ଗ୍ୟାରେଣ୍ଟିର ସହ ଦେବି ଯେ ପେଡ଼ାଗୋଜିର
ଯେତିକ ସିଲାବସ୍ ଅଛି ଯାହା ବି ସିଲାବସ୍ ଅଛି ଏଇଟା ପିଲାମାନେ ପେପର ୱାନ୍ ନୋଟ୍ସଟା ଯୋଉଟାକି ମୁଁ ବନେଇଛି ଠିକ୍ ଅଛି ନା ପେପର ୱାନ୍ ନୋଟ୍ସଟା ପିଲାମାନେ ମୁଁ ବନେଇଛି ଆପଣମାନଙ୍କ ପାଇଁ ଗୋଟେ ମିନିଟ୍ ରୁହନ୍ତୁ ମୁଁ ଆପଣଙ୍କୁ ସିଲାବସ୍ ଆଡ଼କୁ ନେଇଯାଏ ଠିକ୍ ଅଛି ନା ଦେଖନ୍ତୁ ଏଇଟା ହେଲା ପିଲାମାନେ ସିଲାବସ୍ ପେଡାଗୋଜିରେ ଆପଣଙ୍କର ଟୋଟାଲ 5ଟା ୟୁନିଟ୍ରୁ କୋଶ୍ଚିନ୍ ଆସେ ପ୍ରଥମ ୟୁନିଟ୍ ସେକେଣ୍ଡ ୟୁନିଟ୍ ତାପରେ ଆସନ୍ତୁ ଦେଖିବା ଏଇଟା ଥାର୍ଡ ୟୁନିଟ୍ फोर्थ यूनिट फिफ्थ यूनिट पेडागोजी पेपर वन रे 5टा यूनिट रु क्वेश्चन आसे पेपर 2 रु भी 5टा यूनिट रु पिला माने क्वेश्चन आसे आपनकर एटा हला पेडागोजी ठीक अछि बाकी जो रहिला आपनकर जेतिक सब्जेक्ट रहिला से सब्जेक्ट पेडागोजी रु पिला माने आपनकर गोटे मिनिट पेडागोजी रे आमर टोटाल ऊपर कहया गेले 30 मार्कर जो पेडागोजी पिला माने पढिबनी से ताको पढिया पे आपनको 5टी यूनिट कंप्लीट करिया पडिबो पेडागोजी रो एटा हला नॉर्मल पेडागोजी सीडीपी ठीक अच्छे ना नॉर्मल पेडागोजी आपनकर 30 मार्कर आसीबो 30 मार्कर आपनको 5टी यूनिट कंप्लीट करिया पडिबो जदि आपण पेपर 1 प्रिपरेशन करजोनी 5टा यूनिट पेपर 2 रु जदि प्रिपरेशन करजोनी 5टा यूनिट आपनको कंप्लीट करिया पडिबो सेमिति बाकी रहला सब्जेक्ट पेडागोजी टोटल 40 टी क्वेश्चन आसुची बोथ पेपर 1 आ पेपर 2 रो 40 टी क्वेश्चन आसुची ताकू भी आपण माने कोन करिवे मोर यूट्यूब रे मो यूट्यूब चैनल को आपण सब्सक्राइब कर दियंतु सब्सक्राइब करके रखंतु ठीक अच्छे ना मु सबुतिक पेडागोजी सबुतिक क्लास गुड़ा फ्री रे आपको यूट्यूब रे प्रोवाइड करदेवी से सब्जेक्ट पेडागोजी हो कि नॉर्मल पेडागोजी हो गोटे प्ले लिस्ट अच्छी मोर ताको सेव करदे प्ले लिस्ट ठीक अच्छे जदि आप पेपर 2 प्रिपरेशन कर गोटे पेपर 1 रो थियोरी प्ले लिस्ट गोटे अच्छी पेपर 2 रो थियोरी प्ले लिस्ट अच्छी से प्ले लिस्ट पे मैंने सबुतिक वीडियो गुड़ा लाइन बाय लाइन सिस्टमैटिकली अपलोड कर चलिए मत 6 ରୁ 7 दिन लगे 6 ରୁ 7 दिन भितर मुझे सबुतिक सिलेबस को कंप्लीट करदेवी पेडागोजी सबुतिक सिलेबस को कंप्लीट करदेवी ठीक अच्छे आपको कौन कही पे प्रथम स्टेप रे आपन कौन करेंगे सिलेबसटा को कंप्लीट करेंगे ठीक अच्छे आ सिलेबसटा फ्री रे मुझे यूट्यूब रे कंप्लीट करदेवी आउ जो नोट्सटा पिला माने एटा हला कोन नोट्स मोर सीडीपी नोट्स एटा जोड़ा मुझे बनई आ बहुत सारा बुक हो बहुत सारा प्रीवियस ईयर क्वेश्चन को आधार करके नोट्सटा बनाई ठीक अच्छे ना ये नोट्सटा पिला माने मोर टेलीग्राम चैनल आपण पाइपर टेलीग्राम चैनल आपड़ ये नोट्सटा को पाइपर जदि आप पेपर 1 प्रिपरेशन कर सेपरेट गोटे पीडीएफ मुझे देदेवी जो थी कि जेतिक पीडीएफ बा सरी जेतिक पेडागोजी क्वेश्चन अच्छी सब गोटे गोटे पीडीएफ रे पाइबे तापर एटा पेडागोजी क्वेश्चन क्वेश्चन आप गोटे पीडीएफ रे पाइबे आ पेडागोजी थियोरी गुड़ा भी गोटे पीडीएफ रे पाइबे पेपर 2 जदि आप प्रिपरेशन कर पेपर 2 रो भी गोटे सेपरेट पीडीएफ आसो जो थी कि आप पेडागोजी 2 रो जेतिक प्रीवियस क्वेश्चन अच्छी ताकू से पाइबे आ विथ आप पेडागोजी रो जो थियोरी पेपर 2 रो थियोरी गोटे अलग पीडीएफ रे पाइबे ठीक अच्छे ना मो टेलीग्राम चैनल आईटा पे पेपर 1 रो पे नोट्स पेपर 2 रो भी सेम नोट्स पे बनई कि पेपर 2 रो नोट्सटा टी अलग ये पेपर 1 नोट्स पेपर 2 वाला भी नोट्स बना हो सारे आ मात्र मत 2टी यूनिट अच्छी कंप्लीट करने मुझे पेडागोजी पेपर 2 रो नोट्स गुड़ा भी अपलोड करदेवी किंतु एबे पेपर 1 रो नोट्स गुड़ा आउ पेपर 1 रो भी आहुरी 2टी यूनिट अच्छी अपलोड करदेले मुझे नोट्सटा माने अपलोड करदेवी ठीक अच्छे प्रथम आप कौन करेंगे स्टेप 1 रे आप सिलेबसटा कंप्लीट करेंगे ठीक अच्छे आपंकर फ्री क्लासेस सिलेबस मुझे पढ़े आगे कहीदे मुझे प्रथम अलरेडी एवं क्लास 1 अपलोड कर सारे क्लास 1 टा जो अच्छी से बोथ क्लास 1 टा बोथ पेपर 1 पिलांग आ पेपर 2 पिलांग क्लास 1 टा ओनली क्लास 1 टा ठीक अच्छे आप जो क्लास 2 आसो से सेपरेट आसो जमीती कि क्लास 2 पेपर 1 रो क्लास 2 गोटे अलग भिडियो आसो पेपर 2 रो क्लास 2 गोटे अलग भिडियो आसो ठीक अच्छे किंतु क्लास 1 टा पिला दी जणकर कमन कौन पाई कमन आप क्लास 1 टा देखले जानीपारे ठीक अच्छे कारण बेसी एलाबोरेट मुझे करूनी अलरेडी मुझे क्लास 1 कहीदे कौन पाई मुझे बोथ पेपर 1 आ 2 रो गोटे क्लास क्लास 1 कंबाइन कर पढ़े ठीक अच्छे एमती किसी जिन जो क्लास 1 टा देखले जानीपारे कौन है पेपर 1 टा देखी जो सॉरी गोटे मिनट पेपर 1 आ पेपर 2 रो क्लास 1 रे आप पेडागोजी स्टार्ट हो क्लास तापर क्लास 2 अपलोड हम क्लास 3 अपलोड हम यही भाव में जितटा क्लास जाए कंप्लीट होनी से क्लास अपलोड करके पेडागोजी पेपर 1 हो पेपर 2 हो मोर अलग अलग प्ले लिस्ट अच्छी प्ले लिस्ट 1 आप मो चैनल सर्च करेंगे प्ले लिस्ट 1 प्ले लिस्ट पेपर 1 आप थियोरी नोट्स देखिपारे प्ले लिस्ट गोटे अच्छी से पेपर 2 पिलांकर गोटे थियोरी पेडागोजी थियोरी रो गोटे प्ले लिस्ट अच्छी से भी आप देखिपारे कंप्लीट करदेवे है ठीक अच्छे गला तापर पिला माने रहा प्रथम स्टेप रे आप सिलेबस कंप्लीट करेंगे ठीक अच्छे आ कॉन्सेप्ट क्लियर करेंगे आ गोटे जिन कह भूली गली जब मो टेलीग्राम चैनल आप जॉइन करा चाहूँगी
ମାତ୍ର 100 ଟଙ୍କା ଦେଇକି ମୋ ଟେଲିଗ୍ରାମ ଚ୍ୟାନେଲରେ ଆପଣ ଜଏନ୍ କରିପାରିବେ। ଠିକ୍ ଅଛି, 100 ଟଙ୍କା ଦେଇକି ମାତ୍ର ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିପାରିବେ। ଆଉ ମୋ ଟେଲିଗ୍ରାମ ଚ୍ୟାନେଲକୁ କେମିତି ଜଏନ୍ କରିବେ ମୁଁ ଆପଣଙ୍କୁ କହିଦେଉଛି, ଗୋଟେ ମିନିଟ୍ ରୁହନ୍ତୁ। ଏଇ ନମ୍ବରଟା ପିଲାମାନେ ଆପଣ ନୋଟ୍ ବନେଇ ଦିଅନ୍ତୁ ବା ଗୋଟେ ସ୍କ୍ରିନଶଟ୍ ନେଇଯାଆନ୍ତୁ। 7894749676। ଏଇ ନମ୍ବରଟାରେ ପିଲାମାନେ, ଏଇଟା ଆମର ହ୍ୱାଟ୍ସଆପ୍ ନମ୍ବର। ଏଇ ନମ୍ବରଟାରେ ପିଲାମାନେ ଆପଣ କ'ଣ କରିବେ, ଆପଣ ହାଇ ପଠେଇଦେବେ। ଯଦି ଆପଣଙ୍କୁ ନୋଟ୍ ଦରକାର ଗୋଟେ ହାଇ ପଠେଇଦେବେ। ମୁଁ ଆପଣଙ୍କୁ ଗୋଟେ QR କୋଡ୍ ଦେବି। ଏଇ QR କୋଡ୍ରେ ଆପଣ 100 ଟଙ୍କା ଯଦି ପେ କରିଦେବେ ତ କମ୍ପ୍ଲିଟ୍ ପେଡାଗୋଜିର ନୋଟ୍ସ ଗୁଡ଼ା ଆପଣ ମୋ ଟେଲିଗ୍ରାମ ଚ୍ୟାନେଲ, ଯେଉଁ ଟେଲିଗ୍ରାମ ଚ୍ୟାନେଲରେ ଆପଣ ମୋ କମ୍ପ୍ଲିଟ୍ ପେଡାଗୋଜି ପାଇବେ, ମୁଁ ସେଇ ଟେଲିଗ୍ରାମ ଚ୍ୟାନେଲର ଲିଙ୍କଟା ଆପଣ ଏଇଠି ପ୍ରୋଭାଇଡ଼ କରିଦେବି। ଆପଣ ଜଏନ୍ କରିଦେବେ। ଠିକ୍ ଅଛି ନା। ଏଇ ନମ୍ବରକୁ ଆପଣ ମୋତେ ହାଇ ପଠେଇ ଦିଅନ୍ତୁ। ହାଇ ପଠେଇଲେ ମୁଁ ଆପଣଙ୍କୁ ଗୋଟେ QR କୋଡ୍ ଦେବି। ସେଥିରେ ଆପଣ 100 ଟଙ୍କା ପେ କରିଦେଇକି ଆପଣ ମୋର କ'ଣ କରିବେ ନା, ମୋ ଟେଲିଗ୍ରାମ ଚ୍ୟାନେଲରେ ପିଲାମାନେ ଜଏନ୍ କରିଦେବେ। ଠିକ୍ ଅଛି, ଯେଉଁଥିରେ କି ଆପଣ ସବୁତିକ ପେଡାଗୋଜି ନୋଟ୍ସ ଗୁଡ଼ା ଆପଣ ପାଇପାରିବେ। ଠିକ୍ ଅଛି, କାରଣ ଆପଣ ଏଇନା କ୍ଲାସ୍ କରିବେ, କ୍ଲାସ୍ରେ ଆପଣ ନୋଟ୍ସ ପାଇବେ, କିନ୍ତୁ ସେଇ ନୋଟ୍ସଟା ଆପଣ ମୋ ଟେଲିଗ୍ରାମ ଚ୍ୟାନେଲ ପାଇଯିବେ। ଯଦି ଆପଣ କ୍ଲାସ୍ରୁ ନୋଟ୍ସ ବନେଇ ପାରୁଛନ୍ତି ଭଲ କଥା, କାରଣ ଯେହେତୁ ଆପଣଙ୍କ ପାଖରେ ଆଉ 15 ଦିନ ଅଛି, 15 ଦିନରେ ଆପଣ ନିଜେ ନୋଟ୍ ବନେଇବେ କେତେବେଳେ, ରିଭିଜନ୍ କରିବେ କେତେବେଳେ। ଠିକ୍ ଅଛି ନା। କିନ୍ତୁ ଆପଣଙ୍କୁ ମୁଁ ଆପଣଙ୍କୁ ରେକମେଣ୍ଡ କରୁଛି ଯେ ଆପଣ ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିଦିଅନ୍ତୁ। ତାପରେ ସେଠୁ ଆପଣ କ'ଣ ନା ମୋର ନୋଟ୍ସ ଗୁଡ଼ା ନେଇକି ଆପଣ ଆପଣଙ୍କର ପ୍ରିପାରେସନ୍ଟା ଜବରଦସ୍ତ କରନ୍ତୁ। ତାପରେ ପିଲାମାନେ ଷ୍ଟେପ୍ 1 ପିଲାମାନେ ଗଲା। ଏବେ ଷ୍ଟେପ୍ 2 କ'ଣ? ଷ୍ଟେପ୍ 2ଟା କେମିତି କମ୍ପ୍ଲିଟ୍ କରିବେ? OTETର ଯେତିକ ପ୍ରିଭିୟସ୍ ଇୟର PYQ ତାକୁ କମ୍ପ୍ଲିଟ୍ କରିବା ଦରକାର। ତାକୁ ମୁଁ ଯଦି ମୋତେ ସମୟ ହୁଏ ତାହେଲେ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ତାକୁ ଫ୍ରିରେ ଆପଣଙ୍କୁ କମ୍ପ୍ଲିଟ୍ କରାଇଦେବି, ବା ଆପଣଙ୍କର ଗୋଟେ ଗୋଟେ କ୍ଲାସ୍ ନେଇକି ତାକୁ କମ୍ପ୍ଲିଟ୍ କରାଇଦେବି ଯଦି ସମୟ ହୁଏ। ଠିକ୍ ଅଛି, ନହେଲେ ବି ମୁଁ କ'ଣ କରିବି, ତାକୁ ଟାଇପ୍ କରିକି ଭଲସେ ଟାଇପ୍ କରି ଆଉ ତାର ଆନ୍ସର୍ ତଳେ ଲେଖି ମୁଁ ତାକୁ ମୋ ଟେଲିଗ୍ରାମ ଚ୍ୟାନେଲରେ ବି ଅପଲୋଡ଼ କରିଦେବି, ତାର PDFଟା। ଆପଣ ଟେଲିଗ୍ରାମ ଚ୍ୟାନେଲକୁ ଯାଇକି ମୋ PDF ଥ୍ରୋରେ ବି ଆପଣ ପ୍ରାକ୍ଟିସ୍ କରିପାରିବେ। ତାପରେ ଫାର୍ଷ୍ଟ ଷ୍ଟେପ୍ ଗଲା, ୟୁଟ୍ୟୁବରେ ଫ୍ରିରେ କ୍ଲାସ୍ ଗୁଡ଼ା ଦେଖି ସିଲାବସ୍ କମ୍ପ୍ଲିଟ୍ କରିବେ। ସେକେଣ୍ଡ ଷ୍ଟେପ୍ରେ ୟୁଟ୍ୟୁବରେ ସବୁତିକ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଦେଖି ତାକୁ କମ୍ପ୍ଲିଟ୍ କରିବେ। ଥାର୍ଡ଼ ଷ୍ଟେପ୍ରେ କ'ଣ କରିବେ, ଯେଉଁ ବି କ୍ଲାସ୍ ଦେଖିବେ ତାର ଯଦି ଆପଣ ନୋଟ୍ସ ବନେଇଛନ୍ତି, ଯେଉଁ ବି ପ୍ରିଭିୟସ୍ ଇୟର ଦେଖିବେ ତାର ଯଦି ଆପଣ ନୋଟ୍ସ ବନେଇଛନ୍ତି, ତାକୁ ବାର ବାର ରିଭିଜନ୍ କରିବେ ଏକ୍ଜାମ୍ ଯାଏଁ। ବାର ବାର ରିଭିଜନ୍ କରିବେ। ଏଇ 3ଟି ଷ୍ଟେପ୍ରେ ଯାଆନ୍ତୁ, ଆପଣଙ୍କର OTET କ୍ଲିୟର। ଆଉ କିଛି କରନ୍ତୁନି, ଆଉ କାହା କଥା ବି ଶୁଣନ୍ତୁନି। OTET ଏଇ 3ଟା କରନ୍ତୁ କ୍ଲିୟର। କେମିତି କ୍ଲିୟର ଆପଣଙ୍କୁ କହୁଛି ଦେଖନ୍ତୁ। ଆକୁ ଇରେଜ୍ କରିଦେଉଛି, କେମିତି କ୍ଲିୟର ଆପଣଙ୍କୁ କହୁଛି। ମୁଁ ଆପଣଙ୍କୁ ପ୍ରୋଭାଇଡ଼ କଲି କ'ଣ, ପେଡାଗୋଜିର ନୋଟ୍ସ ପ୍ରୋଭାଇଡ଼ କରିଦେଲି। ପେଡାଗୋଜିର ନୋଟ୍ସ ଆପଣଙ୍କୁ ପ୍ରୋଭାଇଡ଼ କରିଦେଲି। ଠିକ୍ ଅଛି, କାରଣ ପେଡାଗୋଜିରେ ଆମର 70 ମାର୍କ ପଡ଼ୁଛି। ଆପଣ ପେପର 1 ଦିଅନ୍ତୁ କି ପେପର 2 ଦିଅନ୍ତୁ, ଆପଣ 70 ମାର୍କର ପେଡାଗୋଜି କୋଶ୍ଚିନ୍ ଆପଣ ଯେମିତି ହେଲେ ଦେଖିବାକୁ ପାଇବେ। ଆଉ ଆପଣଙ୍କୁ କ୍ୱାଲିଫାଏ କରିବାକୁ ହେଲେ ଆପଣ ଯଦି OBCରୁ ବିଲଙ୍ଗ କରନ୍ତି, SCରୁ ବିଲଙ୍ଗ କରନ୍ତି କି STରୁ ଯଦି ବିଲଙ୍ଗ କରନ୍ତି, କ୍ୱାଲିଫାଏ କରିବାକୁ ହେଲେ ଆପଣଙ୍କୁ 75 ମାର୍କ ରଖିବାକୁ ପଡ଼ିବ। ଆଉ ଯଦି ଆପଣ ଜେନେରାଲରୁ ବିଲଙ୍ଗ କରୁଛନ୍ତି ତାହେଲେ ଆପଣଙ୍କୁ 90 ମାର୍କ ରଖିବାକୁ ପଡ଼ିବ। ଠିକ୍ ଅଛି, ଯଦି ଆପଣ ଇଏରୁ ବିଲଙ୍ଗ କରୁଛନ୍ତି। ଠିକ୍ ଅଛି ନା। ଦେଖନ୍ତୁ, ଆପଣ 70 ମାର୍କ ଯଦି ପେଡାଗୋଜିର ଆମର ମୁଁ ସବୁତକ କମ୍ପ୍ଲିଟ୍ ଦେଇଦେବି, ଯଦି ଆପଣ ଏଇ 70 ମାର୍କ ମୋ ପେଡାଗୋଜି କ୍ଲାସେସ୍ ଦେଖିକି, ଆମର ପ୍ରିଭିୟସ୍ ଇୟର ଆନାଲିସିସ୍ ଦେଖିକି, ଆମ ନୋଟ୍ ପଢ଼ିକି, ମୁଁ ଗ୍ୟାରେଣ୍ଟିର ସହ ଆପଣଙ୍କୁ କହିପାରିବି ବୋଥ୍ ପେପରର ଆପଣ ଆରାମସେ 60+ ରଖିବେ, ଗ୍ୟାରେଣ୍ଟେଡ଼। ଠିକ୍ ଅଛି ନା, ଗ୍ୟାରେଣ୍ଟେଡ଼। ଗୋଟେ ମିନିଟ୍, ଆପଣ 60+ ଆପଣ ରଖିବେ ଯଦି ଆପଣ ଏତିକି ଫଲୋ କରୁଛନ୍ତି। ତାପରେ ପେପର 2ରେ ବି ଯଦି ଆପଣ ପେପର 2ର ସବୁ ନୋଟ୍ସ କମ୍ପ୍ଲିଟ୍ କରୁଛନ୍ତି, କ୍ଲାସେସ୍ ଦେଖୁଛନ୍ତି, ଆଉ ପ୍ରିଭିୟସ୍ ଇୟର ଯଦି ବି କମ୍ପ୍ଲିଟ୍ କରୁଛନ୍ତି, ତାହେଲେ ଆପଣ ଆରାମସେ 60+ ରଖିବେ। 60+ କୁହାଯାଉନି। ଠିକ୍ ଅଛି, ଆଉ ଥରେ ଭାବନ୍ତୁ, ଯଦି ଆପଣ ଏଇଥର 60+ ରଖିଦେଲେ, ଆଉ ଓଡ଼ିଆ ପ୍ୟାସେଜ୍ ଆଉ ଇଂଲିଶ ପ୍ୟାସେଜରୁ 20 ମାର୍କ ପଡ଼ୁଛି, ଏଇଥର ତ ମାର୍କ କାହାର କାଟିବାର ନାହିଁ, କାରଣ ଓଡ଼ିଆ ପ୍ୟାସେଜ୍ ଆଉ ଇଂଲିଶ ପ୍ୟାସେଜ୍ ତ ଆପଣ ଆରାମସେ କରିଦେବେ। 60 20 ହେଇଗଲା 80, ଆପଣ କ୍ୱାଲିଫାଏ କରିଦେଲେ କି ନାହିଁ OBC ଆଉ SC ପିଲା, କାରଣ ଆପଣଙ୍କର କ୍ୱାଲିଫାଇ 75। ଆପଣ ଏଇଥରେ 80 ମାର୍କ ରଖିକି କ୍ୱାଲିଫାଇ କରିଗଲେ। ବାକି ତ ନେଗେଟିଭ୍ ମାର୍କିଂ ଯେହେତୁ ନାହିଁ, ଆମେ କ'ଣ କରିବା ନା ସବୁ ଅପସନ୍ରେ ଏ ମାରି ଯିବା। ତ ଆମର ଯେହେତୁ ବାକି ଯେତିକ ରହିଲା, ବା ବାକି ଯେତିକ ଯଦି ମାରି ଯିବା, ବାକି ଯେଉଁ 60 ମାର୍କ 70 ମାର୍କ ଯେଉଁ ରହିଲା, 60 70 ତ ଆପଣ ଆରାମସେ ତ 10 ମାର୍କ 12 ମାର୍କ ରଖିଦେବେ ନା। ତ ଆପଣଙ୍କର ଆରାମସେ କହିବାକୁ ଗଲେ 80ରୁ ଆପଣ ଆରାମସେ 80ରୁ ବା ସରି 150ରୁ ଆପଣ ଆରାମସେ 110 ପାଖାପାଖି ଆପଣ ରଖିଦେବେ। ଆରାମସେ 110 ରଖିଦେବେ ଯଦି ଆପଣ ଏଇ ମେଥଡ଼ରେ ଯାଉଛନ୍ତି। ଠିକ୍ ଅଛି, ଜେନେରାଲ ପିଲାଙ୍କ ପାଇଁ ବି ସେମ୍। ଆପଣ କ'ଣ କରିବେ କି ପ୍ରଥମେ ପେଡାଗୋଜିର ସବୁତିକ କ୍ଲାସେସ୍ ଗୁଡ଼ା କରିଦେବେ। କରିଦେଲା ପରେ ଆପଣଙ୍କର ଆରାମସେ 60+ ରହିଗଲା। ପ୍ରିଭିୟସ୍ ଇୟର କରିବେ, କନସେପ୍ଟିଭ୍ କରିବେ, ଆପଣଙ୍କର ଆରାମସେ 60+ ରହିଗଲା। ତାପରେ ଆପଣଙ୍କର ଯେଉଁ ପ୍ୟାସେଜ୍ ଗୁଡ଼ା ଅଛି ସେଥିରେ ଆପଣ ଆରାମସେ 20ରୁ 20 ରଖିଦେବେ। ଆପଣଙ୍କର ପ୍ୟାସେଜରେ ଆପଣଙ୍କର ଆରାମସେ 20ରୁ 20 ପିଲାମାନେ ରଖିଦେବେ। ଠିକ୍ ଅଛି, 20ରୁ 20 ଆପଣ ରଖିଦେଲେ ତ ଆପଣଙ୍କର ଟୋଟାଲ୍ କେତେ ମାର୍କ ହେଲା, 80 ମାର୍କ ରହିଗଲା। ବାକି ଯେତିକ ପ୍ରିଭିୟସ୍ ଇୟର ହଉ କି ଆପଣ ବାକି ଯେତିକି ରହିଲା, ଆପଣ କ'ଣ କରିବେ ନା ଏ ହଉ କି ଯାହା ବି ବି ହଉ ମାରି ଚାଲିବେ। ସେଥିରେ ଆରାମସେ ଆପଣଙ୍କ 10 15 ପାଖାପାଖି ଆରାମସେ ରହିଯିବ। ତ ଆପଣ ଆରାମସେ କ୍ୱାଲିଫାଏ ହେଇଯିବେ।
ଜେନେରାଲ ପିଲା ଠିକ ଅଛି। ନାଇଁ ଜେନେରାଲ ପିଲା ଯଦି ଆହୁରି ମନେ ଡାଉଟ୍ ଅଛି ନା ଆପଣମାନଙ୍କ ପାଇଁ ମୁଁ ଆହୁରି ଗୋଟେ ବଢିଆ ଜିନିଷ କରିବି କଣ, ଯେତିକି ସବୁ ଓଡିଆ ଗ୍ରାମାର ହେଇଛି ପ୍ରିଭିୟସ୍ ଇୟର, ଆଉ ଯେତିକି ସବୁ ଇଂଲିଶ ଗ୍ରାମାର ହେଇଛି ପ୍ରିଭିୟସ୍ ଇୟର, ଆଉ ଯେତିକି ସବୁ ମ୍ୟାଥ ପ୍ରିଭିୟସ୍ ଇୟର ହେଇଛି ତାକୁ ବି ମୁଁ କମ୍ପ୍ଲିଟ୍ ପଢେଇଦେବି ୟୁଟ୍ୟୁବରେ ଫ୍ରିରେ। ପ୍ରିଭିୟସ୍ ଇୟର ସବୁ କମ୍ପ୍ଲିଟ୍ କରିଦେବି। ଆକୁ ବି ଯଦି ଆପଣ ଦେଖିଦିଅନ୍ତି ନା ତାହେଲେ ଆପଣଙ୍କର ଆରାମସେ ମାର୍କ ବୁଷ୍ଟ ହେଇଯିବ। ଆପଣ ଏମିତିରେ 80 ମାର୍କ ରଖିଦେବେ, କୋଉଥିରେ ପେଡାଗୋଜି 60 ରଖିଲେ, ଆଉ ଇଂଲିଶ ଓଡିଆ ପ୍ୟାସେଜରେ ଆପଣ ରଖିଥିଲେ କେତେ 20 ରଖିଥିଲେ, ଆପଣଙ୍କର ଆରାମସେ 80 ହେଇଗଲା। ବାକି ଯୋଉ ପ୍ରିଭିୟସ୍ ଇୟର ଯେତିକି ସବୁ ଇଂଲିଶ ଗ୍ରାମାର ହଉ, ଓଡିଆ ଗ୍ରାମାର ହଉ, ମ୍ୟାଥରେ ଯେତିକି ପ୍ରିଭିୟସ୍ ଇୟର ଅଛି ତାକୁ ଯଦି ଆପଣ କମ୍ପ୍ଲିଟ୍ କରିଦେବେ, ଆପଣ ଏଇଥିରେ ଆରାମସେ 10 ମାର୍କ ରଖିଥିଲେ ତ 90 ମାର୍କ ଏମିତି ରଖିଦେଲେ, ଆଉ ତ ନେଗେଟିଭ ମାର୍କିଂ ତ ନାହିଁ। ଆପଣ ସବୁ ଗୋଲ ବୁଲେଇ ତ ଆପଣ ଆହୁରି 5-7 ମାର୍କ ଆରାମସେ ରହିକି ଆପଣ କ୍ୱାଲିଫାଇ କରିଦେଲେ। ଗୋଟେ ଜେନେରାଲ ପିଲା କ୍ୱାଲିଫାଇ କରିଗଲା, ଗୋଟେ ଓବିସି ଏସସି ପିଲା SC ପିଲାଟେ ବି କ୍ୱାଲିଫାଇ କରିଗଲା। କିନ୍ତୁ ଆପଣଙ୍କୁ ନର୍ମାଲି କରିବାକୁ କଣ, ଆଉ ଗୋଟେ ପିଲାମାନେ ଯଦି ମୋତେ ସମୟ ହୁଏ ତ ମୁଁ ପ୍ରିଭିୟସ୍ ଇୟର ମ୍ୟାଥ ଇଂଲିଶ ଓଡିଆ ମୁଁ ଅପଲୋଡ କରିପାରିବି, ଯଦି ମୋତେ ସମୟ ନୁହେଁ। କାରଣ 15 ଦିନ ଭିତରେ ମୋତେ ଏଇ 7 ଦିନ 8 ଦିନ ଭିତରେ ମୋତେ ସବୁ ଯେତିକି ସବୁ ଥିଓରି ଥିବ କମ୍ପ୍ଲିଟ୍ କରିବାର ଅଛି। ତାପରେ ମୁଁ ଯେତିକି ସବୁ ପ୍ରିଭିୟସ୍ ଇୟର କମ୍ପ୍ଲିଟ୍ କରିବାର ଅଛି। ଯଦି ମୋତେ ଏକ୍ସଟ୍ରା ସମୟ ମିଳେ ତାହେଲେ ମୁଁ ଅପଲୋଡ କରିବି, ନହେଲେ କରିବିନି। ଠିକ ଅଛି ନା, ବୁଝୁଛନ୍ତି ନା। କିନ୍ତୁ ଆପଣ ଏତିକି ମେଥଡରେ ପିଲାମାନେ ଯାଆନ୍ତୁ, ଆପଣଙ୍କର ଗ୍ୟାରେଣ୍ଟି ମାନେ ଗୋଟେ ମିନିଟ୍ ରୁହନ୍ତୁ, ଆପଣଙ୍କର ଗ୍ୟାରେଣ୍ଟି ପିଲାମାନେ ମାନେ ପୁରା ମୁଁ ଗ୍ୟାରେଣ୍ଟି ସହ କହୁଛି ଆପଣଙ୍କର କ୍ଲିୟର ହେଇଯିବ, ବା ଆପଣଙ୍କର କ୍ଲିୟର ହେଇଯିବ। ଆଉ ଏଇଭଳିଆ ପିଲାମାନେ ଡିଜିଟାଲ ନୋଟ୍ସ ଗୁଡା ମୁଁ ପ୍ରୋଭାଇଡ କରୁଛି। ଯେମିତିକି ପୁରା ଇଂଲିଶରେ ଦେଖନ୍ତୁ, ଉପରେ ଲେଖାଯାଇଛି କଣ, ଇଂଲିଶରେ ଲେଖାଯାଇଛି, ତଳେ ପିଲାମାନେ ଓଡ଼ିଆରେ ଲେଖାଯାଇଛି। ପୁରା 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 ଇଜି ୱେରେ ପିଲାମାନେ ଆପଣ ତାକୁ ପଢିବେ, ଇଜି ୱେରେ। ଠିକ ଅଛି ନା। କିନ୍ତୁ ଆପଣ ଜଏନ୍ କରିବାକୁ ଗଲେ ଆପଣ ମାତ୍ର 100 ଟଙ୍କା ପେ କରିବେ। ନମ୍ବରଟା ପିଲାମାନେ ମୁଁ ଦେଇଦେଉଛି ଆପଣଙ୍କୁ, ଏଇ ନମ୍ବରଟା ମନେ ରଖନ୍ତୁ, 789474 ତାପରେ 9676। ଏଇ ନମ୍ବରଟାରେ ପିଲାମାନେ ଆପଣ ଗୋଟେ ହାଇ ପଠେଇଦେବେ। ମୁଁ ଆପଣଙ୍କୁ ଗୋଟେ QR କୋଡ୍ ସ୍କାନର ଦେଇଦେବି, ଆପଣ ସେଥିରେ 100 ଟଙ୍କା ପେ କରିଦେଲେ ଆପଣ କଣ ନା, ଯୋଉ 100 ଟଙ୍କା ପେ କରିଦେଲା ପରେ ଆପଣଙ୍କୁ କଣ ନା, ମୁଁ ଲିଙ୍କ ଗୋଟେ ଦେବି, ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ଦେବି। ସେ ଲିଙ୍କରେ ଆପଣ ଜଏନ୍ କରିକି ଏଇ ସବୁ PDF ଗୁଡ଼ା ପିଲାମାନେ ଆପଣ ଆଭେଲେବୁଲ କରିପାରିବେ। ବାସ୍ ଏତିକି PDF କୁ ଭଲସେ ରିଭିଜନ କରନ୍ତୁ, କାରଣ ଏଇ PDF ରୁ ପିଲାମାନେ ମୁଁ ଗ୍ୟାରେଣ୍ଟିର ସହ କହୁଛି 60+ ତ କୋଶ୍ଚିନ୍ ଏଇ PDF ରୁ ଆସିବ। 60+ କୋଶ୍ଚିନ୍ ଆରାମସେ ଏଇ PDF ରୁ ଆସିବ। ମୁଁ ଗୋଟିଏ PDF ଦେବି, ଗୋଟେ PDF ଯୋଉଥିରେ କି ଆପଣ ମାନଙ୍କର ଯେତିକ ପେଡାଗୋଜି ଅଛି, ନର୍ମାଲ ପେଡାଗୋଜି 30 ମାର୍କର ପଡୁଛି, କଣ୍ଟେଣ୍ଟ ପେଡାଗୋଜି କଣ 70 ମାର୍କର, ଯୋଉ 40 ମାର୍କର ପଡୁଛି, ଟୋଟାଲ ମିଶିଗଲେ 70 ମାର୍କ ହେଇଯାଉଛି। এই 70 ମାର୍କର ଯୋଉ ପେଡାଗୋଜି କୋଶ୍ଚିନ୍ ପଡିବ ଏଇ PDF ରୁ ହିଁ ଆସିବ, ବାହାରକୁ ଆସିବନି। ଠିକ ଅଛି, ତ PDF ଟା ପିଲାମାନେ ଆଭେଲେବୁଲ କରିଦେବେ, ଆଉ ବାସ୍ ପ୍ରିପାରେସନଟାକୁ ନେକ୍ସଟ ଲେଭେଲକୁ ନେଇକି ଯିବେ। ଠିକ ଅଛି, ତ ଏତିକି ଥିଲା ପିଲାମାନେ ଆଜିର ଷ୍ଟ୍ରାଟେଜି ଭିଡ଼ିଓ। ଯଦି ଆପଣ ବୋଥ୍ ପେପର ପାଇଁ ପ୍ରିପାରେସନ କରୁଛନ୍ତି ତ ଏଇ ମେଥଡରେ ଯାଆନ୍ତୁ। ପ୍ରଥମେ ଆପଣ କନସେପ୍ଟର ଯେତିକ ଭିଡ଼ିଓ ଗୁଡ଼ା ଅଛି ତାକୁ ଭଲସେ ଦେଖିକି କମ୍ପ୍ଲିଟ୍ କରନ୍ତୁ। ଦେନ୍ ଆପଣ କ'ଣ କରିବେ, ପ୍ରିଭିୟସ୍ ଇୟର ଦେଖିଦେବେ। ତାପରେ କ'ଣ, ଯେତିକି ସବୁ PDF ଗୁଡ଼ା ନା ତାକୁ ଭଲସେ ପଢ଼ିଦେବେ। ଠିକ୍ ଅଛି, କାରଣ ମୁଁ ଯେଉଁ କ୍ଲାସ୍ ଗୁଡ଼ା କରେଇବି ସେଇ କ୍ଲାସ୍ ଗୁଡ଼ା ଏଇ PDF ରୁ ହିଁ କରେଇବି। ଠିକ୍ ଅଛି, ତ ଆପଣ ଏତିକି ଖାଲି କମ୍ପ୍ଲିଟ୍ କରନ୍ତୁ, ଆପଣଙ୍କର ଆରାମସେ OTT କ୍ଲିୟର ହେବ, ଏଇଟା ମୋ ଗ୍ୟାରେଣ୍ଟି। ବାକି ଏଇଟା ତ ପିଲାମାନେ ପେପର 1ର PDF ଟା। ବାକି ପେପର 2 ପାଇଁ ଏବେ ମୁଁ ବନେଇବା ଚାଲିଛି, ମୋତେ ଆଉ 2 ଦିନ 3 ଦିନ ଲାଗିବ। ପେପର 2 ର ବି ବନେଇଦେବି, ବନେଇକି ତାକୁ ଅପଲୋଡ଼ କରିଦେବି, ଆପଣ ତାକୁ ପଢ଼ିକି ପ୍ରିପାରେସନ୍ କରିବେ। ଆଉ କ'ଣ ହେଲା, ଆଉ ଠିକ୍ ଅଛି। ଦେଖନ୍ତୁ ମୁଁ ଆଉ ଟିକେ ତଳକୁ ଆଣୁଛି ଯଦି, ଗୋଟେ ମିନିଟ୍ ରୁହନ୍ତୁ, ଦେଖନ୍ତୁ ଏଇଭଳିଆ ଭାବେ ସବୁତିକକୁ ପୁରା PDF ୱାରେ ଆଉ ଟିକେ ତଳକୁ ଆଣୁଛି ଯଦି, ଦେଖନ୍ତୁ ସବୁଗୁଡ଼ା ପୁରା ପିକ୍ଚର ମେଥଡ଼ରେ ପିକ୍ଚର ସବୁ ଆଡ଼୍ କରିକି ମୁଁ ଆପଣଙ୍କୁ ଦେଇଦେବି। ପୁରା ୟୁନିଟ୍ 1ରୁ ଷ୍ଟାର୍ଟ ହେଇଯିବ ଆପଣଙ୍କର, ବଢ଼ିଆ ସେ ତାକୁ ପଢ଼ିକି କମ୍ପ୍ଲିଟ୍ କରାଇଦେବେ। କିନ୍ତୁ ଏବେ ଆପଣଙ୍କର ଡ୍ୟୁଟି ହେଲା, ଆପଣ ଯାଆନ୍ତୁ କ୍ଲାସ୍ 1 ଦେଖନ୍ତୁ। କ୍ଲାସ୍ 1 ଦେଖିବେ, କ୍ଲାସ୍ 1ଟା ପିଲାମାନେ ବୋଥ୍ ପେପର 1 ପିଲା ଦେଖିବେ ଆଉ ପେପର 2 ପିଲା ବି ଦେଖିବେ। ଠିକ୍ ଅଛି, ତାପରେ ପିଲାମାନେ କ୍ଲାସ୍ 2 ଆସିବ ସେପାରେଟ୍, କ୍ଲାସ୍ 2 ଆସିବ ସେପାରେଟ୍ ଆସିବ। ପେପର 2 ପିଲା ପାଇଁ କ୍ଲାସ୍ 2 ଆସିବ, ପେପର 1 ପିଲା ପାଇଁ କ୍ଲାସ୍ 2 ଏକା ସେପାରେଟ୍ ହେଇକି ଆସିବ। ଠିକ୍ ଅଛି, ତ ଆଜିର ଥିଲା ମାନେ ଏଇଟା ଭିଡ଼ିଓ, ଆଜିର ଥିଲା ମାନେ ଏଇଟା ହେଲା ଷ୍ଟ୍ରାଟେଜି ଭିଡ଼ିଓ। ଆଶା କରୁଛି ଭିଡ଼ିଓରୁ କିଛିଟା ଆପଣଙ୍କୁ ହେଲ୍ପଫୁଲ୍ ମିଳିଥିବ। ଆଉ ଆପଣଙ୍କୁ ପୁରା ପ୍ରପର ଷ୍ଟ୍ରାଟେଜି କହିଦେଲି, ଏଇ ଷ୍ଟ୍ରାଟେଜିରେ ଫଲୋ କରନ୍ତୁ। ଏକ୍ଜାମ୍ ହଲରେ ବସିଥିବେ, ମୋତେ ମନେ ପକାଉଥିବେ। ଠିକ୍ ଅଛି ନା, ତ ଦେଖା ହେବ ପିଲାମାନେ ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ, ରଖୁଛି।